ଆଜି ଆସନ୍ତୁ ଆମେ ଦେଖିବା ଯେ କାହିଁକି ପରମେଶ୍ୱର ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ଏହି ଜଗତର ଅନୁରୂପୀ ହୁଅ ନାହିଁ। ଆସନ୍ତୁ ଆମେ ରୋମିଓ ଅଧ୍ୟାୟ 12 ପଦ 2କୁ ଦେଖିବା। ରୋମିଓ ଅଧ୍ୟାୟ 12 ପଦ 2ରେ ଲେଖା ଅଛି, ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ ଏହା ପରୀକ୍ଷା କରି ଜାଣିପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ବାଇବଲ ଏହି ପିଢ଼ିକୁ ଦୁଷ୍ଟ ଓ ବ୍ୟଭିଚାରୀ ପିଢ଼ି ଭାବରେ ବର୍ଣ୍ଣନା କରେ। ଯଦିଓ ଜଗତରେ ସମସ୍ତ ବିଷୟକୁ ଅନୁମତି ଦିଆଯାଏ, ତଥାପି ଆମ୍ଭେମାନେ ତାହା ଗ୍ରହଣ କରିବା ଉଚିତ ନୁହେଁ ଯାହାକୁ ପରମେଶ୍ୱର ଅନୁମତି ଦିଅନ୍ତି ନାହିଁ। ପରମେଶ୍ୱର କାହିଁକି ଆମ୍ଭମାନଙ୍କୁ ଏହି ବର୍ତ୍ତମାନ ଜଗତର ଅନୁରୂପୀ ନ ହେବାକୁ କୁହନ୍ତି? ଲୋକମାନେ ଅନୁଭବ କରନ୍ତି ଯେ ଯଦି ସେମାନେ ଦୁନିଆର ପ୍ରବୃତ୍ତିକୁ ପାଳନ ନ କରନ୍ତି, ତେବେ ସେମାନେ ପୁରାତନ ଦେଖାଯିବେ। ଯେତେବେଳେ ଆମେ ଦୁନିଆର ଲୋକମାନଙ୍କ ପୋଷାକ ପିନ୍ଧିବାର ଢଙ୍ଗ କିମ୍ବା ଜୀବନଯାପନ କରିବାର ପ୍ରଣାଳୀକୁ ଅନୁସରଣ କରୁନାହୁଁ, ସେତେବେଳେ ଆମେ ଏପରି ଅନୁଭବ କରିପାରିବା ଯେ ଆମେ ଦୁନିଆରେ ପଛରେ ଅଛୁ। ତଥାପି ପରମେଶ୍ୱର କୁହନ୍ତି, ଏହି ଜଗତର ଅନୁରୂପୀ ହୁଅ ନାହିଁ। ଏପରି ଏଥିପାଇଁ ଅଟେ କାରଣ ପରମେଶ୍ୱର ଆରମ୍ଭରୁ ଶେଷକୁ ଜାଣନ୍ତି। ସେ ଜାଣନ୍ତି ଯେ ଏହି ପିଢ଼ି କେତେ ଦୁଷ୍ଟ ଏବଂ ବ୍ୟଭିଚାରୀ ଅଟେ। ନୋହଙ୍କ ସମୟରେ ଜଗତରେ ପାପ ପ୍ରଚୁର ଥିଲା ଏବଂ ମନୁଷ୍ୟମାନଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ପରମେଶ୍ୱରଙ୍କ ଦୃଷ୍ଟିରେ ଏତେ ମନ୍ଦ ଥିଲା ଯେ ସେ ଜଳ ଦ୍ୱାରା ଜଗତକୁ ବିଚାର କଲେ। କାହିଁକି ସୋଦମ ଓ ହୋମରା ସମୟରେ ପରମେଶ୍ୱର ଅଗ୍ନିବୃଷ୍ଟି କଲେ? ଏହା ଏଥିପାଇଁ ଥିଲା କାରଣ ପାପ ଅତ୍ୟଧିକ ବଢ଼ିଯାଇଥିଲା। ପରମେଶ୍ୱର ସେମାନଙ୍କର ବିଚାର କଲେ କାରଣ ସେ ଆଉ ସେମାନଙ୍କର ଦୁଷ୍ଟତା ଦେଖିପାରିଲେ ନାହିଁ। ଏହା ମଧ୍ୟ କୁହାଯାଏ ଯେ ଶେଷ ଦିନରେ ଜଗତକୁ ଅଗ୍ନି ଦ୍ୱାରା ବିଚାର କରାଯିବ। ଏପରି କାହିଁକି ହେବ? ଏହାର କାରଣ ମଧ୍ୟ ସମାନ ଅଟେ। ପରମେଶ୍ୱରଙ୍କ ଦୃଷ୍ଟିରେ ଏହି ଜଗତର ଲୋକମାନେ ବହୁତ ପାପପୂର୍ଣ୍ଣ ଏବଂ ଦୁଷ୍ଟ ଅଟନ୍ତି। ତେଣୁକରି ପରମେଶ୍ୱର ସ୍ୱର୍ଗୀୟ ଲୋକମାନଙ୍କୁ କୁହନ୍ତି, ଅନ୍ୟ ଜାତିର ମାର୍ଗ ଶିକ୍ଷା କର ନାହିଁ। ଯଦିଓ ଏହା ଏପରି ଏକ ଜୀବନ ଅଟେ ଯାହାକୁ ଜଗତର ଲୋକମାନେ ସ୍ୱୀକାର କରନ୍ତି ନାହିଁ ଏବଂ ସହ୍ୟ କରନ୍ତି ନାହିଁ। କିନ୍ତୁ ଯଦି ପରମେଶ୍ୱର ତାହାଙ୍କ ଦୃଷ୍ଟିରେ ଏହାକୁ ମନ୍ଦ ବୋଲି କହିଥାନ୍ତି, ଆମେ ସେହି ପଥରେ ଚାଲିବା ଉଚିତ ନୁହେଁ। ଆଜି ଆସନ୍ତୁ ଆମେ ବାଇବଲର ଏହି ଶିକ୍ଷାଗୁଡ଼ିକୁ ଆମ୍ଭମାନଙ୍କ ହୃଦୟରେ ଖୋଦିତ କରିବା। ସର୍ବପ୍ରଥମେ ଆସନ୍ତୁ ଯାତ୍ରା ପୁସ୍ତକ ଅଧ୍ୟାୟ 20 ପଦ 12 ଦେଖିବା। ଯାତ୍ରା ପୁସ୍ତକ ଅଧ୍ୟାୟ 20 ପଦ 12, ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର, ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପ୍ରମାୟୁ ହେବ। ତୁମ୍ଭେ ନରହତ୍ୟା କରିବ ନାହିଁ, ତୁମ୍ଭେ ବ୍ୟଭିଚାର କରିବ ନାହିଁ, ତୁମ୍ଭେ ଚୋରି କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ କି ଦାସୀ କି ତାହାର ଗୋରୁ କି ଗଧ କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ। ପଦ 14ରେ ପରମେଶ୍ୱର କୁହନ୍ତି, ତୁମ୍ଭେ ବ୍ୟଭିଚାର କରିବ ନାହିଁ। ପ୍ରାୟ 60 ବର୍ଷ ବିତିଗଲାଣି ଯେତେବେଳେ ପିତା ଏହି ପୃଥିବୀରେ ସୁସମାଚାର ପ୍ରଚାର କଲେ ଏବଂ ଆମ୍ଭମାନଙ୍କ ଚର୍ଚ୍ଚ ଅଫ୍ ଗଡ୍ ପ୍ରତିଷ୍ଠା ହେଲା। ଯେକୌଣସି ଯୁଗରେ ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି, ଏହି ଦୁଷ୍ଟ ଏବଂ ବ୍ୟଭିଚାରୀ ଜଗତ ସଦୃଶ ହୁଅ ନାହିଁ। ଯଦିଓ ଜଗତ ଭ୍ରଷ୍ଟ ଅଟେ, ସ୍ୱର୍ଗୀୟ ସନ୍ତାନମାନେ ପବିତ୍ର ଏବଂ ଈଶ୍ୱରୀୟ ଜୀବନଯାପନ କରିବା ଉଚିତ। ସେ ଆମ୍ଭମାନଙ୍କୁ ଜାଗ୍ରତ କଲେ ଯେ ପରମେଶ୍ୱରଙ୍କ ଦିନକୁ ଅପେକ୍ଷା କରିବା ନିମନ୍ତେ ବିଶ୍ୱାସ ହରାନ୍ତୁ ନାହିଁ।
ଆସନ୍ତୁ ଆମେ ଦ୍ୱିତୀୟ ପିତର ଅଧ୍ୟାୟ 3 ଉପରେ ଏକ ନଜର ପକାଇବା। ଦ୍ୱିତୀୟ ପିତର ଅଧ୍ୟାୟ 3 ପଦ 6। ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ପୁଣି ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ଆସନ୍ତୁ ପଦ 10କୁ ଯିବା। ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ସମସ୍ତ ବସ୍ତୁ ଦଗ୍ଧ ହେବ। ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ। ପରମେଶ୍ୱର ଭବିଷ୍ୟବାଣୀ କରିଛନ୍ତି ଯେ ଏହି ଯୁଗର ବିଚାର ଅଗ୍ନି ଦ୍ୱାରା କରାଯିବ। ପରମେଶ୍ୱର ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପବିତ୍ର ଏବଂ ଈଶ୍ୱରୀୟ ଜୀବନକୁ ନ ହରାଇବା ନିମନ୍ତେ ନିରନ୍ତର ଶିକ୍ଷା ଦିଅନ୍ତି। ସେଥିପାଇଁ ପରମେଶ୍ୱର ପ୍ରଥମ ଚର୍ଚ୍ଚର ସଦସ୍ୟମାନଙ୍କୁ ଏପରି ମନ୍ଦ କାର୍ଯ୍ୟରେ ଲିପ୍ତ ନ ହେବାକୁ ଆଜ୍ଞା ଦେଲେ। ଆସନ୍ତୁ ଆମ୍ଭେମାନେ ପ୍ରେରିତ ଅଧ୍ୟାୟ 15କୁ ଯିବା। ପ୍ରେରିତ ଅଧ୍ୟାୟ 15 ପଦ 28। କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ ରହିବା, ଏହି ତିନୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ବିହିତ ବୋଧ ହେଲା। ଆମେ କ'ଣ କରିବା ଉଚିତ? ଏହି ସବୁରୁ ଆପଣାକୁ ଯୋନି ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ, ଆପଣମାନଙ୍କର ମଙ୍ଗଳ ହେଉ। ଆମ୍ଭମାନଙ୍କୁ ବୁଝିବାକୁ ହେବ ଯେ ପରମେଶ୍ୱର ପବିତ୍ର ଆତ୍ମା ଅନ୍ୟ ସମସ୍ତ ଭାରି ଭାରକୁ ଦୂର କରିଅଛନ୍ତି ଏବଂ ଆମ୍ଭମାନଙ୍କୁ ଏହା ଅନୁସରଣ କରିବାକୁ ଆଦେଶ ଦେଇଅଛନ୍ତି। ଆସନ୍ତୁ ଆମେ ପ୍ରଥମ କରିନ୍ଥିଓ ଅଧ୍ୟାୟ 5 ପଦ 1 ଉପରେ ଏକ ନଜର ପକାଇବା। ଅଧ୍ୟାୟ 5 ପଦ 1। ପ୍ରକୃତରେ ଶୁଣାଯାଇଅଛି ଯେ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର ଯାହାକି ବିଜାତିମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ। ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି, ପୁଣି ଯେ ଏହି କର୍ମ କରିଅଛି ସେ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଏ, ଏପରି ଦୁଷ୍ଟ କାର୍ଯ୍ୟ ପାଇଁ ଶୋକ ପ୍ରକାଶ, ଏଥି ନିମନ୍ତେ ଶୋକାର୍ଥ ନ ହୋଇ ବରଂ କି ଗର୍ବ କରୁଅଛ? କିନ୍ତୁ ମୁଁ ଶରୀରରେ ଅନୁପସ୍ଥିତ ହେଲେ ସୁଦ୍ଧା ଆତ୍ମାରେ ଉପସ୍ଥିତ ଥାଇ ଯେ ଏହି ପ୍ରକାର କର୍ମ କରିଅଛି, ଉପସ୍ଥିତ ଥିଲା ପରି ପ୍ରଭୁ ଯୀଶୁଙ୍କ ନାମରେ ତାହାର ବିଚାର କରିସାରିଅଛି। ଅର୍ଥାତ୍ ତୁମ୍ଭେମାନେ ଓ ମୋହର ଆତ୍ମା ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଶକ୍ତି ସହକାରେ ସମବେତ ହୋଇ ଏହା ସ୍ଥିର କରୁଅଛୁ ଯେ ଏପରି ଲୋକକୁ, ଏହି ବ୍ୟକ୍ତିକୁ କାହା ହସ୍ତରେ ସମର୍ପଣ କରାଯାଇଅଛି? ଶରୀରର ବିନାଶ ନିମନ୍ତେ ଶୈତାନର ହସ୍ତରେ ସମର୍ପଣ କରିବା ଉଚିତ। ଆସନ୍ତୁ ଆମେ ପ୍ରଥମ କରିନ୍ଥିଓ ଅଧ୍ୟାୟ 6 ପଦ 18 ସହିତ ଜାରି ରଖିବା। ବ୍ୟଭିଚାର ଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। ଅବା ତୁମ୍ଭମାନଙ୍କ ଶରୀର ଯେ ଆମ୍ଭମାନଙ୍କର ଶରୀର କ'ଣ ଅଟେ? ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ଯେହେତୁ ଆମ୍ଭମାନଙ୍କ ଶରୀର ପବିତ୍ର ମନ୍ଦିର ଅଟେ, ଯେଉଁଠାରେ ପରମେଶ୍ୱର ବାସ କରନ୍ତି, ତେଣୁକରି ଆମ୍ଭେମାନେ ଏପରି ବିଷୟ ଦ୍ୱାରା ପବିତ୍ର ଆତ୍ମାଙ୍କ ମନ୍ଦିରକୁ ଅପବିତ୍ର କରିବା ଉଚିତ ନୁହେଁ। ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ଆଉ ତୁମ୍ଭେମାନେ ନିଜେ ନିଜର ନୁହଁ, କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ। ଏଣୁ ଆମେ କ'ଣ କରିବା ଉଚିତ? ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। ଯେତେବେଳେ ପରମେଶ୍ୱର ସୋଦୋମ ଓ ଗମୋରାକୁ ଧ୍ୱଂସ କଲେ, ସେତେବେଳେ ସେ ଜଣେ ଧାର୍ମିକ ବ୍ୟକ୍ତି ଲୋଟକୁ ଉଦ୍ଧାର କଲେ। ଏହି ଯୁଗରେ ଆମ୍ଭମାନଙ୍କୁ ଧ୍ୟାନର ସହିତ ପରୀକ୍ଷା କରିବା ଆବଶ୍ୟକ ଯେ ଯେଉଁମାନେ ନଷ୍ଟ ହୋଇଗଲେ ଏବଂ ଯେଉଁମାନେ ପରିତ୍ରାଣ ପାଇଲେ ସେମାନଙ୍କ ମଧ୍ୟରେ କ'ଣ ପାର୍ଥକ୍ୟ ଅଛି। କେଉଁ ପ୍ରକାର ବ୍ୟକ୍ତିଙ୍କୁ ରକ୍ଷା କରାଯାଇଥିଲା ଏବଂ କେଉଁ ପରିସ୍ଥିତିରେ ସେହି ବ୍ୟକ୍ତିକୁ ଉଦ୍ଧାର କରାଯାଇଥିଲା ଏବଂ ଅନ୍ୟ ଜଣକର ନ୍ୟାୟ ଅଗ୍ନିରେ କାହିଁକି କରାଗଲା? ପରମେଶ୍ୱର କୁହନ୍ତି, କ'ଣ ତୁମ୍ଭେ ଜାଣ ନାହିଁ ଯେ ତୁମ୍ଭ ଶରୀର ପରମେଶ୍ୱରଙ୍କ ରକ୍ତ ଦ୍ୱାରା କ୍ରୟ କରାଯାଇଥିବା ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ?
ଆପଣ ନିଜର ନୁହନ୍ତି। ଆପଣଙ୍କୁ ଅସାବଧାନତା ସହିତ କାର୍ଯ୍ୟ କରିବା ଉଚିତ ନୁହେଁ। ଯେହେତୁ ଆପଣ କ୍ରୟ କରାଯାଇଅଛନ୍ତି, ତେଣୁକରି ଆମେ କ'ଣ କରିବା ଉଚିତ? ଆପଣା ଶରୀର ଦ୍ୱାରା ପରମେଶ୍ୱରଙ୍କୁ ସମ୍ମାନ ଦେବା ଉଚିତ। ଆମ୍ଭେମାନେ ସ୍ୱର୍ଗୀୟ ଲୋକ ହେବା ଉଚିତ, ଯେଉଁମାନେ ପରମେଶ୍ୱରଙ୍କୁ ଗୌରବ ପ୍ରଦାନ କରନ୍ତି। ଆସନ୍ତୁ ଏହାକୁ ଏଫେସୀୟ ଅଧ୍ୟାୟ 5ରେ ଦେଖିବା। ଯଦିଓ କୌଣସି ବିଷୟକୁ ଜଗତର ଲୋକମାନେ ବ୍ୟାପକ ଭାବରେ ଗ୍ରହଣ କରନ୍ତି, ଯଦି ପରମେଶ୍ୱର ଏଥିରେ ଅସନ୍ତୁଷ୍ଟ ହୁଅନ୍ତି, ଆମେ ତାହା କରିବା ଉଚିତ ନୁହେଁ। ପରମେଶ୍ୱର ତାଙ୍କ ରକ୍ତରେ କ୍ରୟ କରିଥିବା ଆମ୍ଭେମାନେ ସେହି ମନ୍ଦିର ଅଟୁ। ମନ୍ଦ ଜିନିଷରେ ପବିତ୍ର ମନ୍ଦିରକୁ ଅଶୁଚି କରାଯିବା ଉଚିତ ନୁହେଁ। ଆସନ୍ତୁ ଅଧ୍ୟାୟ 5 ପଦ 3 ଦେଖିବା। କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହିସବୁ ନାମରେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ, ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ। ପୁଣି ଯାହା ଯାହା ଅନୁପଯୁକ୍ତ, ଏପରି କୁଶ୍ଚିତ ବ୍ୟବହାର ଅବା ଅସାର କଥା ବା ହାସ୍ୟ ପରିହାସ ତୁମ୍ଭମାନଙ୍କ ମଧ୍ୟରେ ନ ହେଉ, ବରଂ ଧନ୍ୟବାଦ ଦିଆଯାଉ। କାରଣ ତୁମ୍ଭେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ଅବା ଅଶୁଚିକାରୀ ବ୍ୟକ୍ତି ବା ଲୋଭୀ, ସେ ତ ଦେବପୂଜକ, ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ। ଯେଉଁମାନେ ଉତ୍ତରାଧିକାରିତା ପ୍ରାପ୍ତ କଲେ ନାହିଁ, ଏସବୁ ସେମାନଙ୍କ ପାଇଁ ଏକ ଉଦାହରଣ ଅଟେ। ସେ ନିଜ ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିଥାନ୍ତା, କିନ୍ତୁ କ୍ଷୁଧାର ଏକ ମୁହୂର୍ତ୍ତ ମଧ୍ୟ ସେ ସହ୍ୟ କରିପାରିନଥିଲେ ଏବଂ ଏକ କ୍ଷଣ ଭଙ୍ଗୁର ଭାବନାରେ ପ୍ରବାହିତ ହୋଇଗଲେ। ଆସନ୍ତୁ ଆମେ ଏସବୁଙ୍କ କାହାଣୀ ଉପରେ ଏକ ନଜର ପକାଇବା, ଯିଏକି ତାହାଙ୍କର ଜନ୍ମସିଦ୍ଧ ଅଧିକାର ହରାଇଦେଲେ। ଆସନ୍ତୁ ଆମେ ଏବ୍ରୀ ଅଧ୍ୟାୟ 12କୁ ଯିବା। ଏବ୍ରୀ ଅଧ୍ୟାୟ 12 ପଦ 14। ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର। କାଳେ କେହି ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ଦ୍ୱାରା ଅନେକ କଳୁଷିତ ହୁଅନ୍ତି। କିଏ ଅବା କେହି ପାରଦାରିକ ଅବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏସୋ ତାହାପରି ବିଧର୍ମାଚାରୀ ହୁଏ, ଏ ବିଷୟରେ ଅତି ଜାଗ୍ରତ ହୁଅ। ଏସୋ ତାଙ୍କର ପ୍ରଥମ ଜାତ ପୁତ୍ର ଥିଲେ, କିନ୍ତୁ ସେ ଏକ ଗିନା ମସୁର ଡାଳି ପାଇଁ ନିଜର ଜନ୍ମସିଦ୍ଧ ଅଧିକାର ବିକ୍ରୟ କଲେ। ଏହିପରି ଭାବେ ଏବ୍ରୀ ଅଧ୍ୟାୟ 12 ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଆମ୍ଭେମାନେ ବ୍ୟଭିଚାର ହେତୁ ଆମ୍ଭମାନଙ୍କ ଜନ୍ମସିଦ୍ଧ ଅଧିକାରକୁ ବିକ୍ରୟ ନ କରିବା ଉଚିତ। କିଏ ବା କେହି ପାରଦାରିକ ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏସୋ ତାହାପରି ବିଧର୍ମାଚାରୀ ହୁଏ, ଏ ବିଷୟରେ ଅତି ଜାଗ୍ରତ ହୁଅ। ପଦ 17। ତୁମ୍ଭେମାନେ ତ ଜାଣ ଯେ ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ସହଜନୀରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ। ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ମାଧ୍ୟମରେ ଶିକ୍ଷା ଦେଇଛନ୍ତି ଯେ ଜଣେ ବ୍ୟକ୍ତି ଏପରି ସ୍ଥିତିରେ ମଧ୍ୟ ଥାଇପାରେ ଯେଉଁଠାରେ ତାହାକୁ ଅନୁତାପ କରିବାର ସୁଯୋଗକୁ ମଧ୍ୟ ମିଳିନଥାଏ। ଏହି ଅନ୍ତିମ ଯୁଗରେ ଶୟତାନ ଜଗତକୁ ଦୁଷ୍ଟ ଏବଂ ବ୍ୟଭିଚାରୀ କରି ସ୍ୱର୍ଗୀୟ ଲୋକମାନଙ୍କୁ ଅପମାନିତ କରିବ ଏବଂ ସେମାନଙ୍କୁ ପ୍ରଲୋଭିତ କରିବ। ଯେହେତୁ ପରମେଶ୍ୱର ଯିଏ ଆରମ୍ଭରୁ ଶେଷ ଦେଖିଥିଲେ, ସେ ଜାଣନ୍ତି ଯେ ଲୋକମାନେ ଏପରି ମନ୍ଦ ଯୋଜନାରେ ପଡ଼ିପାରନ୍ତି। ତେଣୁକରି ସେ ଏହି ଯୁଗରେ ରହୁଥିବା ଆମ୍ଭମାନଙ୍କ ନିମନ୍ତେ ପବିତ୍ରତା ଏବଂ ଧାର୍ମିକତା ଉପରେ ଗୁରୁତ୍ୱ ଦେଉଛନ୍ତି। ଆସନ୍ତୁ ଆମ୍ଭେମାନେ ହିତୋପଦେଶ ଅଧ୍ୟାୟ 6 ପଦ 23 ଦେଖିବା। ଆସନ୍ତୁ ଅଧ୍ୟାୟ 6 ପଦ 23 ଉପରେ ଏକ ନଜର ପକାଇବା। ଯେହେତୁ ସେହି ଆଜ୍ଞା ପ୍ରଦୀପ ଓ ସେହି ଆଦେଶ ଆଲୁଅ ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ, ସେ ତୁମ୍ଭକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପର ସ୍ତ୍ରୀର ଜିହ୍ୱାର ଚାଟୁବାଦରୁ ରକ୍ଷା କରିବ।
ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ, ଅବା ତାହାର କଟାକକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ। ଯେହେତୁ ବେଶ୍ୟା ସକାଶୁ ଅନ୍ନ ଅଭାବ ଘଟେ, ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ମହାମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗାୟ କରେ। କେହି ଯେବେ ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କ'ଣ ପୋଡ଼ିଯିବ ନାହିଁ? ଅବା କେହି ଯେବେ ଜଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କ'ଣ ଫୋଟକା ହେବ ନାହିଁ? ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ। ଯେ ତାହାକୁ ଛୁଏଁ, ସେ ଅଦଣ୍ଡିତ ନହିବ। ଚୋର କ୍ଷୁଧିତ ହୋଇ ପ୍ରାଣ ରକ୍ଷାର୍ଥେ ଯେବେ ଚୋରି କରେ, ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ। ମାତ୍ର ସେ ଧରା ପଡ଼ିଲେ ତାକୁ 7 ଗୁଣ ଫେରାଇ ଦେବାକୁ ହେବ। ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ପଡ଼ିବ। ପରଦାରଗାମୀ ପୁରୁଷ ନିତାନ୍ତ ନିର୍ବୋଧ। ଯେ ଏପରି ବ୍ୟକ୍ତି କ'ଣ ନାଶ କରିଥାଏ? ନିଜ ପ୍ରାଣ ନାଶ କରିବ, ସେ ହିଁ ତାହା କରେ। ଶୈତାନ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପରିତ୍ରାଣ ପାଇବାରୁ ରୋକିବା ପାଇଁ ସମସ୍ତ ପ୍ରକାରର ପ୍ରଲୋଭନ ଏବଂ ଜାଲ ବିଛାଇଥାଏ। ଯୀଶୁ କହିଲେ, ଏହି ଜଗତରୁ କିଛି ଶିଖ ନାହିଁ, କାରଣ ଏହା ମନ୍ଦ ଏବଂ ବ୍ୟଭିଚାରୀ ଅଟେ। ସେ କହିଛନ୍ତି ଯେ ଆମେ ଏହି ଦୁନିଆକୁ ଅନୁସରଣ କରିବା ଉଚିତ ନୁହେଁ। କ'ଣ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉଦାହରଣର ଅନୁସରଣ କରିବା ଉଚିତ ନୁହେଁ କି? ଆମ୍ଭେମାନେ ପରମେଶ୍ୱରଙ୍କ ପବିତ୍ର ମାର୍ଗ ଅନୁସରଣ କରିବା ଉଚିତ। ଆସନ୍ତୁ ଆମେ ଅଧ୍ୟାୟ 7କୁ ଯିବା। ହିତୋପଦେଶ ଅଧ୍ୟାୟ 7 ପଦ 1। ହେ ମୋହର ପୁତ୍ର, ମୋହର କଥା ସବୁ ପାଳନ କର ଓ ମୋହର ଆଜ୍ଞା ସବୁ ଆପଣା ନିକଟରେ ସଞ୍ଚୟ କରି ରଖ। ମୋହର ଆଜ୍ଞା ସବୁ ପାଳନ କର, ବଞ୍ଚିବ ଓ ଆପଣା ଚକ୍ଷୁର ତାରା ପରି ମୋହର ବ୍ୟବସ୍ଥା ରକ୍ଷା କର। ପଦ 7। ତହିଁରେ ମୁଁ ଦେଖିଲି ଅଜ୍ଞାନମାନଙ୍କ ମଧ୍ୟରେ ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିବିହୀନ ଯୁବାଲୋକ ଗୃହ କୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ ତାହାର ଗୃହକୁ ଯିବା ପଥରେ ଚାଲିଲା। ସେତେବେଳେ ଗୋଧୂଳି ସମୟ, ଦିବାସାନ ହେଉଥିଲା, ରାତ୍ରିର କାଳିମା ଓ ଅନ୍ଧକାର ସମୟ। ତହିଁରେ ଦେଖ, ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା। ସେ ବେଶ୍ୟା ବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ। ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା। ତାହାର ପାଦ ନିଜ ଗୃହରେ ରହେ ନାହିଁ। ସେ କେବେ କେବେ ସଡ଼କରେ, କେବେ କେବେ ଛକରେ ଥାଏ ଓ ପ୍ରତ୍ୟେକ କୋଣରେ ଅପେକ୍ଷାରେ ବସିଥାଏ। ସେହି ସ୍ତ୍ରୀ ତାହାକୁ ଧରି ଚୁମ୍ବନ କଲା ଆଉ ନିର୍ଲଜ୍ଜ ମୁଖରେ ତାହାକୁ କହିଲା, ମଙ୍ଗଳାର୍ଥକ ବଳି ମୋ ନିକଟରେ ଅଛି। ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି। ଏଣୁ ତୁମ୍ଭ ସଙ୍ଗେ ଦେଖା କରିବାକୁ ବାହାରକୁ ଆସିଲି ଓ ଯୋନିରେ ତୁମ୍ଭ ମୁଖ ଅନ୍ୱେଷଣ କରିବାକୁ ଆସିଅଛି, ଆଉ ତୁମ୍ଭକୁ ପାଇଲି। ମୁଁ ସୁଜନି ଓ ମିଶ୍ରୀୟ ଶୁଷ୍କ ସୂତର ଡୋରିଆ ବସ୍ତ୍ର ଆପଣା ପଲଙ୍ଗରେ ବିଛାଇଅଛି। ପୁଣି ଗନ୍ଧରସ ଓ ଅଗୁର ଓ ଦାରୁଚିନିରେ ମୋହର ଶଯ୍ୟା ସୁବାସିତ କରିଅଛି। ଆସ ଆମ୍ଭେମାନେ ପ୍ରଭାତ ଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେଉ। ଯେହେତୁ କର୍ତ୍ତା ଘରେ ନାହାନ୍ତି, ସେ ଦୂରଯାତ୍ରା କରିଅଛନ୍ତି। ସେ ତୋଡ଼ାଏ ଟଙ୍କା ସଙ୍ଗରେ ନେଇ ଯାଇଅଛନ୍ତି। ସେ ପୂର୍ଣ୍ଣିମା ସମୟରେ ଫେରି ଆସିବେ। ଏହି ରୂପେ ଅନେକ ମଧୁର ଭାଷା କହି ସେ ତାହାର ମନୋହରଣ କଲା। ଓଷ୍ଠାଧାରର ଚାଟୁବାଦରେ ତାହାକୁ ଓଟାରି ନେଲା। ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ଡ ପାଇବାକୁ ଯାଏ, ସେପରି ସେ ସେହି କ୍ଷଣି ତାହାର ପଛେ ପଛେ ଗଲା। ଆଉ ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼େ, ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା। ଏଣୁ ହେ ମୋହର ପୁତ୍ରମାନେ, ମୋହର କଥା ଶୁଣ ଓ ମୋ ମୁଖର ବାକ୍ୟରେ ମନୋନିବେଶ କର। ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ। ଯେହେତୁ ସେ ଅନେକଙ୍କୁ କ୍ଷତ ବିକ୍ଷତ କରି ପକାଇଅଛି, ହଁ, ତାହାର ହତଲୋକ ସକଳ ଅପାର। ତାହାର ଗୃହ, ଏହାର ଅର୍ଥ ଏପରି ଏକ ମାର୍ଗ, ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁର ଆଳୟକୁ ଯାଏ। ଏହି ସମସ୍ତ ମାମଲା ଗୁଡ଼ିକ ବିଷୟରେ ବାଇବଲ ଆମ୍ଭମାନଙ୍କୁ ଅନେକ ଚେତାବନୀ ଦେଇଥାଏ। ପରମେଶ୍ୱର ଆପଣା ସ୍ୱର୍ଗୀୟ ଲୋକମାନଙ୍କୁ ଏହି ମାମଲା ଗୁଡ଼ିକ ବିଷୟରେ ଚେତାବନୀ ଦେଇଥାନ୍ତି, କାରଣ ଯେଉଁ ଲୋକମାନେ ଏପରି ପରିସ୍ଥିତିରେ ପଡ଼ିଯାନ୍ତି, ସେମାନଙ୍କ ପାଇଁ ତାହାଙ୍କ ନିକଟକୁ ଫେରିବା କଷ୍ଟକର ଅଟେ। ସେମାନଙ୍କର ହୃଦୟ ସହଜରେ ପରମେଶ୍ୱରଙ୍କୁ ପରିତ୍ୟାଗ କରେ। ଯେହେତୁ ଶୈତାନ ଏହା ଜାଣେ, ତେଣୁକରି ସେ ଆମ୍ଭମାନଙ୍କ ଚତୁର୍ଦିଗରେ ଅନେକ ପ୍ରବଞ୍ଚନାର ସାଧନ ରଖିଥାଏ ଏବଂ ସକ୍ରିୟ ଭାବରେ ଜଗତକୁ ବ୍ୟଭିଚାରରେ ପରିପୂର୍ଣ୍ଣ କରୁଅଛି। ଆସନ୍ତୁ ଆମେ ହୋସେୟ ଅଧ୍ୟାୟ 4କୁ ଯିବା। ହୋସେୟ ଅଧ୍ୟାୟ 4 ପଦ 12। ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାନ୍ତି ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି ପ୍ରକାଶ କରେ, କାରଣ ବ୍ୟଭିଚାର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି
पुणी से माने परमेश्वरଙ୍କ अधीनतारू जे व्यभिचार करिअछंती। एपरिकी जो सन्थ माने परमेश्वरଙ୍କ मार्गକୁ अनुग्रहर सहित अनुसरण करिअछंती सेमाने ମଧ୍ୟ ଏହି विषयଗୁଡ଼ିକ द्वारा भ्राନ୍ତ होई पारନ୍ତି, सहजरे ताहाଙ୍କ ଠାରୁ विमुख होई पारନ୍ତି। आसन्तु पद 13 देखिबा, सेमाने पर्वतमानर शृंगरे बलिदान करती और उपपर्वत गणर उपरे आलोन, लिब्नी और एला वृक्ष तले धूप जालती, कारण तहिर छाया उत्तम। एथिपई तुम्भर कन्यागण बेश्याचार करती और तुम्भर बधुगण व्यभिचार करती। स्वर्गीय लोक माने एहिपरि भावरे परमेश्वरଙ୍କୁ परित्याग करि पारिबे एवं शैतान सेमानंकर दुर्बलता विषय में भल भाव जानी थाए। तेणुकरी बाइबलर शिक्षा माध्यम एवं विभिन्न जुगर भविष्यवाणी माध्यम परमेश्वर बारंबार कहती एही जगतर अनुरूपी हुओ नाही। से दृढ़ भाव या उपरे गुरुत्वारोप करती जगत को अनुसरण करिवार मूर्खतारे पड़ंतु नहीं, केवल एथिपई कारण जगत कुहे एहा एहिपरि अटे किंबा एहिपरि हेबा उचित। आसन्तु आमे होसेय अध्याय 5 पद 4 को जिबा। आसन्तु आमे अध्याय 5 पद 4 देखिबा। सेमानंकर क्रिया सकल सेमानंकु आपणा मानंक परमेश्वरंक प्रति फेरिबाकु देबो नाही। सेमानंकर कार्य सेमानंकु परमेश्वरंक निकटकु फेरिबाकु रोकिथाए। एपरि एथिपई अटे कारण अन्य पाप गुड़िक शरीर बाहरे घटुअछि, किंतु व्यभिचार निज शरीर भितरे करा जाउथुबा पाप अटे। आसन्तु पद 4 देखिबा। सेमानंकर क्रिया सकल सेमानंकु आपणा मानंक परमेश्वरंक प्रति फेरिबाकु देबो नाही, कारण सेमानंक अंतररे व्यभिचार आत्मा अछि ओ सेमाने सदाप्रभुंकु जानନ୍ତି नाही। फलस्वरूप सेमाने काहाकु जानନ୍ତି नाही, यहा कहिथाय जे सेमाने परमेश्वरंकु जानନ୍ତି नाही। सेमाने शेषरे परमेश्वरंक वाक्यकु अणदेखा करନ୍ତି, परिशेषरे सेमाने सठिक मानसिक स्थिति रे रहि नथांती। जदिओ सेमाने सत्यर मार्गरे चालिछंती किंबा एक भ्रमित जीवन अतिबाहित करुछंती। जेहेतु आमे विचार करिवार क्षमता मध्य हराई पारिबा, तेणुकरी परमेश्वर आम मानंकु यही मामला गुड़िक प्रति सतर्क रहिबाकु सर्वदा चेतावनी दियंती। आसन्तु पद 5 सहित जारी रखिबा। पुणी इस्राएल रो दर्प ताहार मुख आगरे साक्ष्य दिए, एथिपई इस्राएल ओ इफ्राइम आपणा मानंक अधर्म रे झुंटी पड़िबे। सेमाने आपणा मानंकर मेषपल ओ गोपल घेनी सदाप्रभुंकर अन्वेषण करिबा पई जिबे, मात्र ताहांकर उद्देश्य पाइबे नाही। एपरि काहेकि से सेमानंक निकटरू चली जाई अछंती। एशो ताहार जन्मसिद्ध अधिकार हराई देला एवं परे पुनर्बार आशीर्वाद पाइबाकु चेष्टा करुथाई अतिशय क्रंदन कला और पितांक निकटरे आशीर्वाद प्रदान करिबा निमंते निवेदन कला। किंतु ताहांक पिता कहिले समस्त आशीर्वाद जाकुबंकु दिया जाई सारिछि। जो आशीर्वाद दिया जाइछि ताहा पुनर्बार फेराई दिया जाई पारिबो नाही। व्यभिचारी एशो सदृश अटे, जी अतिशय क्रंदन कला। परमेश्वर आम्भ मानंकु यहा कहुथाई जे एही जगतर अनुरूप हुओ नाही। अस्थायी आनंद पई अनंत स्वर्गीय विषय गुड़िक न हराइबा निमंते कहंती। आम्भे माने बाइबल रे देखि पारिबा जे परमेश्वर यहा उपरे बारंबार गुरुत्व दियंती। आसन्तु आमे द्वितीय पीतर अध्याय 2 पद 5 उपरे एक नजर पकेबा। आसन्तु अध्याय 2 पद 5 देखिबा। से पुरातन जगत को मध्य छाड़िले नहीं, किंतु केवल धर्म प्रचारक नोहंकु अन्य 7 जन सहित रक्षा करी धर्मभ्रष्ट जगतरे जलप्लावन घटाइले। से सदम और गमोरा नगर सबुकु भस्मरे परिणत करी संपूर्ण रूपे ध्वंस पाइबा निमंते दंडाज्ञा देले और सेमानंकु भविष्यत कालर अधार्मिक मानंक दृष्टांत स्वरूप कले। पुणी से कौन कले? से दुराचारी मानंक कामुकता पूर्ण आचरण रे व्यथित धार्मिक लोटंकु उद्धार कले। लोटंक धार्मिक आत्मा ताहांक चतुर्दिगरे थिबा व्यभिचारी लोकमानंक कारणरू व्यथित हेउथिला। एहिपरि परमेश्वर धार्मिक लोटंकु मुक्ति देले।
ପଦ 8 ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟରେ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ। ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି ଅଧାର୍ମିକମାନଙ୍କୁ ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷାରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି। ଦ୍ୱିତୀୟ ପିତର ଅଧ୍ୟାୟ 2 ମାଧ୍ୟମରେ ପରମେଶ୍ୱର ଆମ୍ଭମାନଙ୍କୁ ଏହା ପ୍ରତି ଜାଗ୍ରତ କରନ୍ତି। ଏମିତି ଏକ ଘଟଣା 3500 ବର୍ଷ ପୂର୍ବେ ଜଙ୍ଗଲରେ ଘଟିଥିଲା। 광야 40년의 생활의 역사 가운데서도 벌어지게 되는데요. ମିଶରରୁ ବାହାରକୁ ଆସିବା ପୂର୍ବରୁ ଇସ୍ରାଏଲୀୟମାନେ 10 ଥର ପରମେଶ୍ୱରଙ୍କ ଶକ୍ତି ଓ ଚମତ୍କାର ଦେଖିଥିଲେ। 10가지씩이나 봤습니다. 그리고 또 ବାହାରକୁ ଆସିବା ପରେ ମଧ୍ୟ ସେମାନେ ପରମେଶ୍ୱରଙ୍କ ଶକ୍ତି ଦ୍ୱାରା ପ୍ରଭାବିତ ହୋଇଥିଲେ 섭리의 것, ଏବଂ ସୁଫ ସମୁଦ୍ରର ଚମତ୍କାରରେ ଅଂଶଗ୍ରହଣ କରିଥିଲେ। 또 홍해를 가르는 그 기적의 대열에 참여했습니다. ଏହା ବ୍ୟତୀତ ଜଙ୍ଗଲରେ ସେମାନଙ୍କୁ 40 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମାନା ମିଳୁଥିଲା। 만나라는 양식도 접하면서 이 광야의 생활을 살았던 그들이었습니다. କିନ୍ତୁ 40ତମ ବର୍ଷରେ ସେମାନେ ମୋୟାବୀୟ ସ୍ତ୍ରୀମାନଙ୍କ ସହିତ ସାକ୍ଷାତ କଲେ, ମୂର୍ତ୍ତି ପାଇଁ ଉତ୍ସର୍ଗ କରାଯାଇଥିବା ଭୋଜନ ଖାଇ ଭ୍ରଷ୍ଟ ହୋଇଗଲେ ଏବଂ ଏପରିକି ସେହି ମୂର୍ତ୍ତିଗୁଡ଼ିକୁ ଆରାଧନା କରିବାକୁ ଲାଗିଲେ ଯଦିଓ ସେମାନେ 40 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଶକ୍ତିର ଅନୁଭବ କରିଥିଲେ। 권능의 역사를 늘 체험을 했으면서도 ଶୟତାନ ଶେଷରେ ଚତୁରତାର ବ୍ୟବହାର କଲା। 이상한 카드를 꺼낸다는 것입니다. ଏପରିକି ଯେଉଁ ଲୋକମାନେ 40 ବର୍ଷ ପର୍ଯ୍ୟନ୍ତ ଆଜ୍ଞା ପାଳନ କରିଥିଲେ 세월을 걸어갔던 그런 백성들마저도 ସେମାନେ କିଣାନ୍ ଦେଶରେ ପ୍ରବେଶ କରିବାର ଠିକ୍ ପୂର୍ବରୁ ମୋୟାବୀୟ ସ୍ତ୍ରୀମାନଙ୍କ ଦ୍ୱାରା ପ୍ରବଞ୍ଚିତ ହୋଇଥିଲେ, 이들에게 꾀임을 받아 ପ୍ରତିମା ପୂଜାରେ ପଡ଼ିଥିଲେ ଏବଂ ପରମେଶ୍ୱରଙ୍କୁ ହରାଇଥିଲେ। 하나님을 또 잃어버리게 되는 ଏଶ୍ୱ ସହିତ ମଧ୍ୟ ସମାନ ହେଲା, ଯିଏକି ନିଜର କ୍ଷୁଧାକୁ ସହ୍ୟ କରିପାରିଲେ ନାହିଁ ଏବଂ ଏକ ପାତ୍ର ଡାଳି ପାଇଁ ନିଜର ଜନ୍ମସିଦ୍ଧ ଅଧିକାରକୁ ବିକ୍ରୟ କଲା। 하나님께서 ଯେହେତୁ ପରମେଶ୍ୱର ଏହି ସମସ୍ତ ବିଷୟ ଜାଣନ୍ତି ତେଣୁକରି ସେ ଆମମାନଙ୍କୁ କୁହନ୍ତି ଯେ ଶେଷ ଦିନରେ 굉장히 ଜଗତ ଅତ୍ୟନ୍ତ ଦୁଷ୍ଟ ଏବଂ ବ୍ୟଭିଚାରୀ ହୋଇଯିବ। 영원한 천국을 사모하는 ତେଣୁକରି ପରମେଶ୍ୱରଙ୍କ ଲୋକମାନେ ଯେଉଁମାନେ ସ୍ୱର୍ଗର ଲାଳସା କରନ୍ତି ସେମାନଙ୍କଠାରେ ନିଶ୍ଚିତ ଭାବରେ ଏହିପରି ବିଶ୍ୱାସ ରହିବା ଉଚିତ ଯାହା ପବିତ୍ର କାର୍ଯ୍ୟ ଏବଂ ଧାର୍ମିକତା ସହିତ ପରମେଶ୍ୱରଙ୍କ ଦିନକୁ ନିଷ୍ଠାର ସହିତ ଅପେକ୍ଷା କରିଥାଏ। 모함 କିଣାନରେ ପ୍ରବେଶ କରିବାର ଠିକ୍ 1 ମାସ ପୂର୍ବରୁ ସେମାନେ ମୋୟାବୀୟ ସ୍ତ୍ରୀମାନଙ୍କୁ ଭେଟିଥିଲେ। 이제 뭐 몇 달이면 가나안 땅에 들어갈 바로 그 시점입니다. କିଣାନରେ ପ୍ରବେଶ କରିବା ପୂର୍ବରୁ ଏହା ଥିଲା ଶେଷ ଯୋଜନା। 마지막 어떤 사건이고 일들입니다. ଯେହେତୁ ପରମେଶ୍ୱର ଜାଣନ୍ତି ଯେ ଏହି ମନ୍ଦ ବିଷୟଗୁଡ଼ିକ ଏହି ଯୁଗରେ ଘଟିବ ତେଣୁ ପରମେଶ୍ୱର ଚାହାନ୍ତି ଯେ ତାହାଙ୍କ ସନ୍ତାନମାନେ ଏକ ପବିତ୍ର ଏବଂ ଈଶ୍ୱରୀୟ ଜୀବନଯାପନ କରନ୍ତୁ। 원하고 계십니다. ଗଣନା ପୁସ୍ତକ ଅଧ୍ୟାୟ 25 ପଦ 1। ଆସନ୍ତୁ ଅଧ୍ୟାୟ 25 ପଦ 1 ଉପରେ ନଜର ପକାଇବା। ଅନନ୍ତର ଇସ୍ରାଏଲ ସିଟିମ୍ରେ ବାସ କଲେ, ପୁଣି ଲୋକମାନେ ମୋୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ। ପୁଣି ସେହି କନ୍ୟାମାନେ ଲୋକମାନଙ୍କୁ ଆପଣାମାନଙ୍କ ଦେବଗଣର ବଳିଦାନ ଉପଲକ୍ଷେ ନିମନ୍ତ୍ରଣ କଲେ। 에게 제사할 때에 ପୁଣି ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ। 신들에게 절함으로 ଆଉ ଇସ୍ରାଏଲ ଆପେ ବାଲପିଓର ପ୍ରତି ଆସକ୍ତ ହେଲେ। ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ୱଳିତ ହେଲା। 분노하시니라. ପଦ 4। 여호와께서 ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଲୋକମାନଙ୍କର ସମସ୍ତ ପ୍ରଧାନ ବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ। ତହିଁରେ ଇସ୍ରାଏଲ ଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ। ତୁହୁ ମୋଶା ଇସ୍ରାଏଲର ବିଚାର କର୍ତ୍ତୃଗଣକୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକ ବାଲପିଓର ପ୍ରତି ଆସକ୍ତ ଆପଣା ଆପଣା ଲୋକମାନଙ୍କୁ ବଧ କର। 사람들을 죽이라. ଏଥିରେ ଦେଖ, ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସାକ୍ଷାତରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦିଓନିଆ ସ୍ତ୍ରୀ ଆଣିଲା। ସେତେବେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ରୋଦନ କରୁଥିଲେ। 그 형제에게 온지라. ତେବେ ହାରଣ ଯାଜକର ପୌତ୍ର ଇଲିଆସରର ପୁତ୍ର ପିନୋହାସ ତାହା ଦେଖି ମଣ୍ଡଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। 손에 창을 들고 ପୁଣି ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି 2 ଜଣକୁ ଅର୍ଥାତ୍ ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଠାରୁ ମାରି ନିବୃତ୍ତ ହେଲା। ତଥାପି 24,000 ଲୋକ ଏହି ମାରିରେ ମଲେ। ପରମେଶ୍ୱର ଏତେ କ୍ରୋଧିତ ଥିଲେ ଯେ ସେ ସେମାନଙ୍କ ଉପରେ ବିପତ୍ତି ଆଣିଲେ। 이 악한 것을 그들에게 재앙으로 내리시고
ଆମ୍ଭମାନଙ୍କୁ ଆପଣ ହୃଦୟରେ ଖୋଦିତ କରିବା ଉଚିତ ଯେ ଏହି ବିଷୟଗୁଡ଼ିକ କେବେ ମଧ୍ୟ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ ନାହିଁ। 마음의 따로 새기셔서 ଯେହେତୁ ପରମେଶ୍ୱର ଭଲ ଭାବରେ ଜାଣନ୍ତି ଯେ ଶୈତାନ କିପରି ପରମେଶ୍ୱରଙ୍କ ଲୋକମାନଙ୍କୁ ବିନାଶକୁ ନେଇଯାଏ, 멸망의 길로 이끄는지 너무나 ତେଣୁକରି ପରମେଶ୍ୱର ଏହି ବାକ୍ୟଗୁଡ଼ିକୁ ମନେ ରଖିବା ନିମନ୍ତେ ଗୁରୁତ୍ୱ ଦିଅନ୍ତି। 이 말을 깊이 명심하라. 계속해서 강조해 주신 장면을 바라볼 수가 있습니다. ଏଫେସିଓ ଅଧ୍ୟାୟ 5ରେ ଲେଖା ଅଛି ଯେ ବ୍ୟଭିଚାରୀ କେବେ ମଧ୍ୟ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇପାରିବ ନାହିଁ। ଆମ୍ଭେମାନେ ବାଇବଲର ବାକ୍ୟଗୁଡ଼ିକ ଏକ ଥଟ୍ଟା ଭାବରେ ଗ୍ରହଣ କରିବା ଉଚିତ ନୁହେଁ। 감처럼 받으면 안 됩니다. ଏଗୁଡ଼ିକ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ବାକ୍ୟ ଅଟେ। 태초부터 종말을 ସେଗୁଡ଼ିକ ସ୍ୱର୍ଗୀୟ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଉପହାର ସ୍ୱରୂପେ ଆମ୍ଭମାନଙ୍କୁ ଦିଆଯାଇଥିବା ମାର୍ଗଦର୍ଶକ ଅଟନ୍ତି, କାରଣ ପରମେଶ୍ୱର ଆରମ୍ଭରୁ ଶେଷ ଜାଣନ୍ତି। 모두가 되어야 되겠습니다. ଜଗତ ଯେତେ ମନ୍ଦ ଓ ବ୍ୟଭିଚାରୀ ହେଉନା କାହିଁକି, ସ୍ୱର୍ଗୀୟ ଲୋକମାନଙ୍କୁ ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ମଧ୍ୟରେ ଧାର୍ମିକ ଏବଂ ଉତ୍ତମ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡ଼ିବ। 변화가 일어나야 되겠죠. ଏହା ପ୍ରାର୍ଥନା କରୁଥାଇ ଯେ କେହି ମଧ୍ୟ ପଛରେ ନ ରହିବେ ଏବଂ ସମସ୍ତ ସ୍ୱର୍ଗୀୟ ସନ୍ତାନମାନେ ସୁରକ୍ଷିତ ଭାବରେ ସ୍ୱର୍ଗରେ ପ୍ରବେଶ କରିପାରିବେ। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।